ମମତାଙ୍କ 15 ବର୍ଷ ଶାସନର ଅନ୍ତ। ଏନ୍ଡିଏ ଶାସିତ ରାଜ୍ୟ ସଂଖ୍ୟା 22କୁ ବୃଦ୍ଧି। ବେଙ୍ଗଲରେ ଝାଲମୁଡ଼ିର ପ୍ରଭାବ। ବେଙ୍ଗଲରେ କିଏ ହେବେ ମୁଖ୍ୟମନ୍ତ୍ରୀ? ବିଜୟ ଶୋଭାଯାତ୍ରା ଉପରେ କଟକଣା। ବିଜେପିର ଡବଲ ସେଞ୍ଚୁରୀ। ବିଜେପି ସୁଝିଲା ପିତୃଋଣ। ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ଜନ୍ମଭୂମିରେ ପ୍ରଥମ ଥର ବିଜେପି ସରକାର। ଭୋଟ ଗଣତି ବେଳେ ହିଂସା। ନୀରବ ଭୋଟର ଲେଖିଲେ ଦିଦିଙ୍କ ଭାଗ୍ୟ। ଦିଦି ଭୋଟରଙ୍କୁ ଅଣଦେଖା କରିଥିଲେ। କୁଚବିହାର ଉତ୍ତେଜନା ପରେ ଲାଠିଚାର୍ଜ। ଜମୁରିଆରେ ପୋଡ଼ାଜଳା। ତୃଣମୂଳ ଗଡ଼ ଝାଡ଼ଗ୍ରାମ ଏବେ ବିଜେପି ଦଖଲରେ। ଝାଲମୁଡ଼ି ଖାଇ ବିଜୟ ଉତ୍ସବ ପାଳିଲେ ବିଜୟୀ ବିଜେପି କର୍ମୀ ଓ ସମର୍ଥକ। ଏସବୁ ବିଷୟରେ ଜାଣିବା ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ। ନୂଆ ଆସିଥିଲେ ବେଲ୍ ଆଇକନ୍ଟିକୁ ବଜାଇ ଦିଅନ୍ତୁ। ପଶ୍ଚିମବଙ୍ଗ ନ୍ୟୁଜ୍। ଏନ୍ଡିଏ ଶାସିତ ରାଜ୍ୟ ସଂଖ୍ୟା 22କୁ ବୃଦ୍ଧି। ପଶ୍ଚିମବଙ୍ଗରେ ଦୀର୍ଘ 15 ବର୍ଷ ଧରି ଟିଏମ୍ସି ଶାସନର ପତନ ଘଟାଇ ବିଜେପି ଶାସନକୁ ଫେରିଛି। ପଶ୍ଚିମବଙ୍ଗ ବିଜୟ ସହ ବିଜେପି ନେତୃତ୍ୱାଧୀନ ଏନ୍ଡିଏ ମେଣ୍ଟ ଦ୍ୱାରା ଶାସିତ ରାଜ୍ୟଗୁଡ଼ିକ ସଂଖ୍ୟା 22କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷେ କେନ୍ଦ୍ରର ପ୍ରମୁଖ ବିରୋଧୀ ମେଣ୍ଟ ତଥା ଇଣ୍ଡି ମେଣ୍ଟ ତାମିଲନାଡୁରେ ପରାଜିତ ହୋଇଥିଲେ ସୁଦ୍ଧା କେରଳରେ ଜିତିବା ପରେ ଦେଶର 6ଟି ରାଜ୍ୟରେ ଏହାର ନେତୃତ୍ୱ ବଜାୟ ରଖିଛି। ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ଲାଇକ୍ କରିବେ, କମେଣ୍ଟ କରିବେ। ନୂଆ ଆସିଥିଲେ ବେଲ୍ ଆଇକନ୍ଟିକୁ ବଜାଇ ଦେବେ। ବିଜୟ ଶୋଭାଯାତ୍ରା ଉପରେ କଟକଣା। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପି 200ରୁ ଅଧିକ ଆସନ ଜିତି ଇତିହାସ ସୃଷ୍ଟି କରିଥିବା ବେଳେ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ ଅତ୍ୟନ୍ତ କଡ଼ାକଡ଼ି କରାଯାଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କାଳିଘାଟ ସ୍ଥିତ ବାସଭବନ ଏବଂ ରାଜ୍ୟ ସଚିବାଳୟ ଚାରିପାଖରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମୁତୟନ କରାଯାଇଛି। ମମତାଙ୍କ ଘର ନିକଟରେ କିଛି ଲୋକ ଜୟ ଶ୍ରୀରାମ ସ୍ଲୋଗାନ ଦେବା ପରେ ନିର୍ବାଚନ କମିଶନ ତୁରନ୍ତ କେନ୍ଦ୍ରୀୟ ବାହିନୀ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶାନ୍ତି ବଜାୟ ରଖିବା ପାଇଁ ନିର୍ବାଚନ କମିଶନ ଆଜି କୌଣସି ବିଜୟ ଶୋଭାଯାତ୍ରା କରିବା ଉପରେ କଟକଣା ଲଗାଇଛନ୍ତି। ଝାଲମୁଡ଼ି ଖାଇ ବିଜୟ ଉତ୍ସବ ପାଳିଲେ ବିଜେପି କର୍ମୀ ଓ ସମର୍ଥକ। ପଶ୍ଚିମବଙ୍ଗରେ ନିର୍ବାଚନ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାଲମୁଡ଼ି ଖିଆକୁ ନେଇ ରାଜନୀତି ସରଗରମ ହୋଇଥିଲା। ତୃଣମୂଳ ନେତ୍ରୀ ମମତା ବାନାର୍ଜୀ ଏହାକୁ ନାଟକବାଜି ବୋଲି କହିଥିଲେ, କିନ୍ତୁ ସେହି ଝାଲମୁଡ଼ି ଶେଷରେ ପ୍ରଭାବ ଦେଖାଇଛି। ସେହି ଅଞ୍ଚଳରେ ଝାଡ଼ଗ୍ରାମକୁ ବିଜେପି ଦଖଲ କରିନେଇଛି, ଯାହା ଏକଦା ତୃଣମୂଳର ଗଡ଼ ଥିଲା। ପରବର୍ତ୍ତୀ ଏକ ରାଲିରେ ପ୍ରଧାନମନ୍ତ୍ରୀ କହିଥିଲେ, ମୁଁ ଝାଲମୁଡ଼ି ଖାଇଥିଲି, କିନ୍ତୁ ଝାଲ ତୃଣମୂଳକୁ ଲାଗିଲା। ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଝାଲମୁଡ଼ି ଖାଇଥିବା ଝାଡ଼ଗ୍ରାମ ଜିଲ୍ଲାର 4ଟି ବିଧାନସଭା ଆସନ ବିଜେପିକୁ ମିଳିଛି। ରାଜ୍ୟରେ ମଧ୍ୟ ବିଜେପି ପ୍ରଥମ ସରକାର ଗଠନ କରିବାକୁ ଯାଉଛି। ନୀରବ ଭୋଟର ଲେଖିଲେ ଦିଦିଙ୍କ ଭାଗ୍ୟ। ଦିଦି ଅଣଦେଖା କରିଥିଲେ ଭୋଟରଙ୍କୁ, ସେଥିପାଇଁ ତାର ଫଳସ୍ୱରୂପ ସେ ଆଜି ପଶ୍ଚିମବଙ୍ଗର ଶାସନ ଗାଦିରୁ ହଟିଛନ୍ତି। ଭୋଟ ଗଣତି ବେଳେ ହିଂସା। କୁଚବିହାରରେ ଉତ୍ତେଜନା ପରେ ଲାଠିଚାର୍ଜ ଓ ଜମୁରିଆରେ ପୋଡ଼ାଜଳା। ପଶ୍ଚିମବଙ୍ଗ ବିଜେପି ପ୍ରଚଣ୍ଡ ବହୁମତ ହାସଲ କରିଛି। ବିଜେପି 208ଟି ଆସନ ଓ ଟିଏମ୍ସି 79 ଆସନରେ ବିଜୟ ଗ୍ରହଣ କରିଛି। ବିଜେପି 45% ଭୋଟ ଓ ଟିଏମ୍ସି 42% ଭୋଟ ପାଇଛି। ଭୋଟ ଗଣନା ସମୟରେ ପଶ୍ଚିମବଙ୍ଗର 4ଟି ସ୍ଥାନରେ ହିଂସା ଘଟିଥିଲା। ବିଜେପି ସୁଝିଲା ପିତୃଋଣ। ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ଜନ୍ମଭୂମିରେ ପ୍ରଥମ ଥର ବିଜେପି ସରକାର। ପଶ୍ଚିମବଙ୍ଗ ରାଜନୀତିରେ ନୂଆ ଇତିହାସ ରଚିଛି। ହୁଗୁଳି ନଦୀଠାରୁ ଦାର୍ଜିଲିଂର ପାହାଡ଼ ପର୍ଯ୍ୟନ୍ତ ଜୟ ଶ୍ରୀରାମ ଧ୍ୱନି ପ୍ରତିଧ୍ୱନି ହୋଇଛି। ପଶ୍ଚିମବଙ୍ଗର ରାଜନୈତିକ ପାଣିପାଗରେ ପରିବର୍ତ୍ତନ ହୋଇଛି। ବିଜେପି ନେତା ଓ କର୍ମୀମାନେ ଦଶନ୍ଧି ଧରି ଏହି ଦିନକୁ ଅପେକ୍ଷା କରି ଆସିଥିଲେ। ବିଜେପିର ପଶ୍ଚିମବଙ୍ଗରେ ବିଜୟ କେବଳ ଏକ ସାଧାରଣ ବିଜୟ ନୁହେଁ, ଏହା ପିତୃଋଣ ସୁଝାଇବାର ସମୟ ମଧ୍ୟ। ଭାରତୀୟ ଜନସଂଘର ପ୍ରତିଷ୍ଠାତା ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ଜନ୍ମଭୂମିରେ ପ୍ରଥମ ଥର ବିଜେପି ସଂଖ୍ୟାଗରିଷ୍ଠତା ହାସଲ କରିଛି। ବିଜେପି ପ୍ରତିଷ୍ଠାତା ଦୀନଦୟାଲ ଉପାଧ୍ୟାୟଙ୍କ
କର୍ମଭୂମି ଉତ୍ତରାଖଣ୍ଡ ଓ ଉତ୍ତରପ୍ରଦେଶରେ ବିଜେପି ସରକାର ଗଠନ ସାରିଥିଲା। କିନ୍ତୁ ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ଜନ୍ମସ୍ଥାନ ପଶ୍ଚିମବଙ୍ଗ ଦଖଲ କରିବାକୁ 75 ବର୍ଷ ସମୟ ଲାଗିଯାଇଥିଲା। ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ଲାଇକ୍ କରିବେ, କମେଣ୍ଟ କରିବେ, ନୂଆ ଆସିଥିଲେ ବେଲ୍ ଆଇକନ୍ଟିକୁ ବଜାଇଦେବେ। ପଶ୍ଚିମବଙ୍ଗରେ କିଏ ହେବେ ମୁଖ୍ୟମନ୍ତ୍ରୀ? ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପି ବିଜୟୀ ହେବା ପରେ ମୁଖ୍ୟମନ୍ତ୍ରୀ କିଏ ହେବେ ତାକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି। ସବୁଠାରୁ ଆଗରେ ଅଛନ୍ତି ଶୁଭେନ୍ଦୁ ଅଧିକାରୀ। ବିଜେପିର ଡବଲ ସେଞ୍ଚୁରୀ। 2024 ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳ ଏକ ବଡ଼ ପରିବର୍ତ୍ତନର ବାର୍ତ୍ତା ଦେଇଛି, ଯାହା ପୂର୍ବ ଭାରତର ରାଜନୀତିରେ ଏକ ନୂଆ ମୋଡ଼ ଆଣିଛି। 200ରୁ ଅଧିକ ଆସନ ଏକ ବୃହତ୍ ବିଜୟ ହାସଲ କରି ଭାରତୀୟ ଜନତା ପାର୍ଟି ସେହି ସଫଳତା ପାଇ ଯାଇଛି, ଯାହା ଦିନେ ଅସମ୍ଭବ ମନେ ହେଉଥିଲା। ଏହି ବିଜୟ ସରକାର ବଦଳାଇବା ସହ ଏକ ଗଭୀର ସାମାଜିକ ପରିବର୍ତ୍ତନ ସଂକେତ ଦେଇଛି। ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ଜୟ ଜଗନ୍ନାଥ।